মাটি ঘটাবো মন কেটে সদারে মাটি ঘটাবো মন কেটে সদারে মাটি ঘটাবো মন কেটে সদারে মাটি দিবসে কালটিত বজারে মাটি ঘটাবো মন কেটে সদারে মাটি ঘটাবো মন কেটে কবি কোন কইলে ছুটি ধরি দে দুঃখ মনে দেলে সদা মনরে দেলে খাটিয়া হই পরি বকিতে বলে পারি শিশু পাড়া শিরোদের চক্রবাড়ি কাটি বেড়াকু সেন দেব সদারে মাটি ଯେତେ ମାଛି ଯାଉଛ ସବୁ ବୁଡିଦେଲା ସାପ ସାପ ସାଫା ହେଇଗଲା ବାବୁ ବୟସ ଯେତିକି ଅନୁମତି ଦଉଛି ସେତିକି ପରିଶ୍ରମ କର ବୟସର ଅନୁମତି କି ଅତିକ୍ରମ କରି ପରିଶ୍ରମ କରୁ ଗଛ ଟିଆ ଛାଡି ଛାଡ ଛାଡ ଏଠି ଗୋଟିଏ ପଦ ପ୍ରାଚୀନ କବିତା ଉଦ୍ଧାର କରିଛି ଚେତା ପୁରୁଷ ଚୈତନ୍ୟ ଚେତ ଶକ୍ତି ବା ବିବେକ ମନକୁ କହୁଛି ଏ ମନ ଇଏ ଯୋଉ ଘଟଟାକୁ ସଜଉଛୁ ଦେହଟାକୁ ସଜଉଛୁ ସେଇଟା ମାଟିର ଘଟ ଇଏ ମାଟି ଘଟକୁ କେତେ ସଜଉଛୁ ଇଏ ମାଟି ଘଟକୁ କେତେ ସଜଉଛୁ ଭଳି ଭଳିକେ ପୋଷାକ ଭଳି ଭଳିକେ ପ୍ରସାଧନ ଇଏ ଦେହରେ ଆଣିକିରି ମାଗୁଛି କିନ୍ତୁ ଇଏ ଶୁଣୁ ଏଇଟା ଘଟ ଇଏ ଘଟରେ ଟିପ ମାରିବ କାଳ ଅମୟ ଆସିବ ଯେତେବେଳେ କାଳ ଗୋଟେ ମାରିବ ଆଖି ଯିବ ଏ କାଳ ଟିପ ଘଟରେ ପାଣି ଭର୍ତ୍ତି ହେଇକି ରହିଥାଏ ମାଠିଆ ଘଟରେ ଯଦି ଟିପ ବାଜିବ ସେ ମାଠିଆଟା କଣ ହବ ତେଣୁ କାଳ ଟିପ ମାରିବ କାଳ ଟିପ ମାରିଲେ ଇଏ ମାଠିଆ ଫାଟିଯିବ ଓ ମାଠିଆ ତ ରହିବ ନାହିଁ
ଗୋଟେ ଭଙ୍ଗା ମାଠିଆ ମାଠିଆରେ ରହେ ପାଣି ଇଏ ଭଙ୍ଗା ମାଠିଆରେ ଇଏ କୋଉ ପାଣି ଅଛି ଆୟୁଷ ଜଳ ଆମର ଆୟୁଷ ରୂପକ ଜଳ ଇଏ ଭଙ୍ଗା ମାଠିଆ ଭିତରେ ଅଛି ଏ ଭଙ୍ଗା ମାଠିଆରେ ପାଣି ରହେ ଧରେଇ ଧରେଇ ବୋହିଯାଏ ସେଇପରି ଏ ଦେହଟା ଭଙ୍ଗା ମାଠିଆ ଆୟୁଷ ଜଳ ୟା ଭିତରୁ ଦିନକୁ ଦିନ ଚାଲିଛି ବାବାଜୀ ଆୟୁଷ ଜଳ ଶେଷ ହେଇଯାଉଛି ଶୁଣୁ ମୋର ଆୟୁଷ ବଢୁଛି ଭ୍ରାନ୍ତ ବାବୁ ମାଠିଆଟେ ଯେପରି ଦିନେ ଶୁଖିଲା ପଡିବ ଏ ଦେହ ମାଠିଆ ପୁଷ୍ପ ହେଇଯିବ ଆୟୁଷ ରହିବ ନା କବିବର ରାଧାନାଥ ଇଏ ଭାବ ଆଣିଲେ କୋଉଠି ରାଧାନାଥ କବି ଇଏ କଥାଟାକୁ କୋଉଠୁ ଆଣିଥିଲେ ଭାରତ ବର୍ଷର ମୂଳ ଭାଷା ସଂସ୍କୃତ ଓଡ଼ିଆ ସାହିତ୍ୟର ଅଭିମାନୀ ସଂସ୍କୃତ ସାହିତ୍ୟର ଅଭିମାନକୁ ଅନୁକରଣ କରିଛନ୍ତି ଏବଂ ତାଙ୍କର ଭାବକୁ ମଧ୍ୟ ଚୋରି କରିଛନ୍ତି କିପରି यार मूल श्लोक संस्कृत श्लोक ମୁଁ ତାର ପ୍ରମାଣଟା ଆଗକୁ କିଏ ଲେଖିବ ଲେଖିବେ କବି ଭର୍ତ୍ତୃହରି ସିଏ ଗୋଟେ ପଦବୀ ଏଟା ହଉଛି ନୀତି ଶତକ କଣ କହିଲେ ବ୍ୟକ୍ତିବତିଷ୍ଠତି ଜରା ପରିତର୍ଜୟନ୍ତି ଶତ୍ରବୈବ ପ୍ରହରନ୍ତି ଦେହ ଆୟୁ ପରିଶ୍ରବନ୍ତି ଭିନ୍ନ ଘଟା ବିବମ୍ବୁ ଲୋକସ୍ତଥାପି ହିତମାଚରତି ଚିତ୍ରମ ବାବୁ ବୁଢା ହେଇଗଲ ସେତେବେଳେ ଟୋକା ଥିଲ ବାବୁ ଥିଲ କି ମୁଁ ବୁଢା ହେଇଯିବି ବାବୁ ନଥିଲ ଶୁଣୁ ଏବେ କବି ଏଇ କଥାଟାକୁ କହୁଛନ୍ତି ବ୍ୟାଘ୍ରୀ ବୋଲେ ବାଘୁଣୀ ଜରା ବୃଦ୍ଧ ବୟସ ବୁଢା ବୟସଟା ଆଉ କୋଉଠି ନାହିଁ